ସେଦିନ ମୋ ତଳିପେଟରେ ବହୁତ ଯନ୍ତ୍ରଣା ଅନୁଭବ ହେଉଥିଲା। ମୁଁ କଲେଜରୁ ସିଧା ମୋ ସାଙ୍ଗ ନିତୁକୁ ନେଇ ଡାକ୍ତରଙ୍କ ପାଖକୁ ଗଲି। ସେଠାରେ ବେଶୀ ଭିଡ଼ ନଥିଲା, ମାତ୍ର 4-5 ଜଣ ପେସେଣ୍ଟ ଥିଲେ। ମତେ ସେଠାରେ ବେଶୀ ସମୟ ଅପେକ୍ଷା କରିବା ପାଇଁ ପଡ଼ିଲା ନାହିଁ। ମାତ୍ର 15-20 ମିନିଟ୍ ଭିତରେ ମୁଁ ଡାକ୍ତରଙ୍କ ରୁମ୍ ଭିତରକୁ ଗଲି। ସେତେବେଳକୁ ସମସ୍ତେ ସେଠାରୁ ଚାଲି ଯାଇଥିଲେ, କେବଳ ମୁଁ ଆଉ ନିତୁ ଥିଲୁ। ଆଟେଣ୍ଡାଣ୍ଟ ମତେ କହିଲେ ଭିତରକୁ ଯିବା ପାଇଁ। ମୁଁ ଭିତରକୁ ଗଲି। ଡାକ୍ତର ପଚାରିଲେ କଣ ହେଇଛି? ମୁଁ କହିଲି ପେଟ ଜୋରରେ କାଟୁଛି। ଡାକ୍ତର କହିଲେ ହଁ, କଣ ହେଇଛି ମୁଁ ଦେଖୁଛି। ବେଡ୍ ଉପରେ ଶୋଇବା ପାଇଁ ମତେ ଇସାରା ଦେଲେ। ତାପରେ ସେ ତାଙ୍କ ରେଜିଷ୍ଟର ଚେକ୍ କରିବାକୁ ଲାଗିଲେ। ଡାକ୍ତରଙ୍କ ବୟସ ବେଶୀ ହେବ ନାହିଁ, ଅତି ବେଶୀରେ 35-40 ବର୍ଷ ବୟସ ଭିତରେ ହେବ। ତା ଭିତରେ ସେ ମତେ କଣେଇ କଣେଇ ଦେଖୁଥିଲେ। ମୁଁ ମୋ ବିଷୟରେ କିଛି କହିଦେଉଛି। ମୋର ହାଇଟ୍ 5 ଫୁଟ 5 ଇଞ୍ଚ। ମୁଁ ଦେଖିବାକୁ ବହୁତ ସୁନ୍ଦର। କଲେଜରେ ସବୁ ପୁଅ ମୋ ପଛରେ ପଡ଼ିଥିଲେ, କିନ୍ତୁ ମୁଁ ଏତେ ଶୀଘ୍ର ଏସବୁ ଚକ୍କରରେ ପଡ଼ିବା ପାଇଁ ଚାହୁଁନଥିଲି। ବାହାଘର ପରେ ମୋ ଭାବି ସ୍ୱାମୀଙ୍କୁ ମୋର ସବୁକିଛି ଦେବା ପାଇଁ ଚାହୁଁଥିଲି। ସବୁକିଛି ତାଙ୍କ ସହିତ କରିବା ପାଇଁ ଚାହୁଁଥିଲି। ପୁଅମାନେ ମତେ ଲୁଚି ଲୁଚି ଦେଖିବା ମୋ ପାଇଁ କିଛି ନୂଆ ନଥିଲା। ସୁନ୍ଦରୀ ଥିବାରୁ ଡାକ୍ତର ମତେ କଣେଇ ଚାହିଁଲା ବେଳେ ମୁଁ ମନେ ମନେ ଭାରି ଖୁସି ହେଉଥିଲି। ଡାକ୍ତରଙ୍କ କହିବା ଅନୁସାରେ ମୁଁ ଟେବୁଲ ଉପରେ ଶୋଇ ତାଙ୍କୁ ଅପେକ୍ଷା କରିବାକୁ ଲାଗିଲି। ମତେ ଟିକିଏ ଅଜବ ଟାଇପର ଲାଗୁଥିଲା। ପ୍ରଥମ ଥର ପାଇଁ ବଡ଼ ହେବା ପରେ ମୁଁ ପରିବାର ସଦସ୍ୟଙ୍କ ବିନା କୌଣସି ଡାକ୍ତରଙ୍କ ପାଖକୁ ଯାଇଥିଲି। ନିତୁ ବାହାରେ ବସିଥିଲା। ଡାକ୍ତର କଣ ଚେକଅପ୍ କରିବେ, କଣ କହିବେ, ଏସବୁ ଭାବି ମୋ ଛାତି ବହୁତ ଜୋରରେ ଧକ୍ ଧକ୍ କରୁଥାଏ। ୟାଡେ ପୁଣି ତଳିପେଟରେ ଯନ୍ତ୍ରଣା। ତାପରେ ଡାକ୍ତର ମୋ ପାଖକୁ ଆସିଲେ ଆଉ ପଚାରିଲେ କଣ ହେଇଛି? ମତେ କୌଣସି କଥା ଲୁଚେଇବନି, ସତ କହିଲେ ମୁଁ ତମ ଟ୍ରିଟମେଣ୍ଟ ଭଲ ଭାବରେ କରିପାରିବି। ମୁଁ କହିଲି ତଳିପେଟଟା ବହୁତ ଜୋରରେ କାଟୁଛି। ସେ କହିଲେ ହଁ ଠିକ ଅଛି, ତମେ ତମ ଡ୍ରେସଟା ଉପରକୁ ଟେକ୍। ତାଙ୍କ କହିବା ଅନୁସାରେ ମୁଁ ମୋ ଡ୍ରେସକୁ ଉପରକୁ ଟେକିଲି। ସେ କହିଲେ ଆଉ ଟିକେ ଉପରକୁ ଟେକ୍। ତାପରେ ସେ ମୋ ପେଟରେ ହାତ ମାରିଲେ। ତାପରେ ତାଙ୍କ ହାତ ମୋ ପେଟର ଚାରିଆଡେ ବୁଲି ଚାଲିଲା। ମତେ ଭାରି ସଲସଲ ଲାଗୁଥାଏ। ତାଙ୍କ ହାତର ସ୍ପର୍ଶ ମତେ ଅଜବ ଟାଇପର ଲାଗୁଥାଏ। ତାପରେ ସେ ପଚାରିଲେ କଷ୍ଟ କୋଉଠି ଲାଗୁଛି? ମୁଁ କହିଲି ହମ୍ ସେଇଠି। ତାଙ୍କ ହାତ ମୋ ପେଟ ଉପରେ ଯୋଉଠି ଥିଲା। ସେ କହିଲେ ଟିକେ ଭଲକି ଚେକଅପ୍ କରିବାକୁ ପଡ଼ିବ। ଏତିକି କହିକି ସେ ମୋ ପେଟ ତଳକୁ ଆଉ ଛାତି ଆଡକୁ ହାତ ବୁଲାଇ ଆଉସିବାକୁ ଲାଗିଲେ। ଏଥର ତାଙ୍କ ସ୍ପର୍ଶ ଟିକିଏ ଅଲଗା ଟାଇପର ଥିଲା। ବଟ୍ ମୁଁ ସେତେବେଳେ ମାଇଣ୍ଡକୁ ସେମିତି କିଛି ନେଇନଥିଲି। କିନ୍ତୁ କିଛି ସମୟ ମଧ୍ୟରେ ତାଙ୍କ ହାତ ଡାଇରେକ୍ଟ ମୋ ଛାତିକୁ ଟଚ୍ କରିବାକୁ ଲାଗିଲା। ମୋ ଦେହରେ ଶିହରଣ ଖେଳିଗଲା। ପ୍ରଥମ ଥର ପାଇଁ କୌଣସି ପୁରୁଷର ହାତ ମୋ ଛାତିରେ ଲାଗୁଥିଲା। ମୁଁ ଭାବିଲି ଡାକ୍ତର ଇଏ କଣ ସବୁ କରୁଛନ୍ତି? କଷ୍ଟ ତ ପେଟରେ ହଉଛି, ସେ ଛାତିରେ କାହିଁକି ହାତ ମାରୁଛନ୍ତି? ତାପରେ ସେ ଯେତେବେଳେ ମୋର ଚିପିବା ଆରମ୍ଭ କଲେ, ମୁଁ କହିଲି ସାର ଆପଣ ଏସବୁ କଣ କରୁଛନ୍ତି? ସେ କହିଲେ ତମେ ବୁଝିପାରିବନି, ଏସବୁ ଭିତରେ କନେକ୍ସନ ଅଛି। ମତେ ଚେକଅପ୍ କରିବା ପାଇଁ ଦିଅ, ତମେ ଚୁପଚାପ ଶୋଇ ରୁହ। କହିକି ସେ ଏଥର ମୋ ଛାତିରେ ହାତ ବୁଲାଇବା ସହିତ ଦୁଇଟିକୁ ଧୀରେ ଧୀରେ ଚିପିବାକୁ ଲାଗିଲେ। ମୋ ଦେହରେ ଅଜବ ଶିହରଣ ଖେଳି ଯାଉଥିଲା। ଗୋଟେ ଅଲଗା ଅନୁଭବ କରିବାକୁ ଲାଗିଲି। ପ୍ରଥମ ଥର ପାଇଁ ଭରା ଯୌବନରେ କୌଣସି ପୁରୁଷର ହାତ ମୋ ପ୍ରାଇଭେଟ ଜିନିଷକୁ ଟଚ୍ କରୁଥିଲା। ସେ ଶିହରଣରେ ମୁଁ ମୋ ଯନ୍ତ୍ରଣାକୁ ଭୁଲି ଯାଇଥିଲି। ମତେ ଆଉ ମୋ ପେଟର କଷ୍ଟ ଅନୁଭବ ହେଉନଥିଲା, କିନ୍ତୁ ମୁଁ ବହୁତ ଅସହଜ ଅନୁଭବ କରୁଥିଲି। ମୁଁ ତାଙ୍କ ହାତକୁ ଛାଟି ଦେଇ ସିଧା ଉଠିକି ସେଠୁ ନିତୁ ପାଖକୁ ଦୌଡ଼ି ପଳେଇ ଆସିବାକୁ ଚାହୁଁଥିଲି, କିନ୍ତୁ ଡର ଆଉ ଲାଜ ଯୋଗୁଁ କିଛି କରିବା ପାଇଁ ସାହସ ଜୁଟାଇ ପାରୁନଥିଲି। ଏଥର କେବଳ ଚୁପଚାପ ଶୋଇ ରହି ସେ ଯାହା କରୁଛନ୍ତି ତାକୁ ଅନୁଭବ କରିବା ଛଡା ମୋ ପାଖରେ ଆଉ କୌଣସି ଉପାୟ ନଥିଲା। ଏପଟେ ମତେ ମଜା ବି ବହୁତ ଆସୁଥିଲା, କିନ୍ତୁ ପରେ କଣ ହେବ ସେଥିପାଇଁ ମୁଁ ଡରୁଥିଲି। ମୋ ଚୁପ ରହିବାକୁ ସେ ମୋର ସମ୍ମତି ଭାବି ନେଇ ମୁଖ୍ୟ କାମ ଆଡକୁ ଖୁବ୍ ଜୋରରେ ଆଗେଇ ଚାଲିଲେ। ସେ ମୋ ଡ୍ରେସ୍ ଖୋଲିବା ଆରମ୍ଭ କଲେ। ମୁଁ ତାଙ୍କ ହାତକୁ ଧରି ନେଇ କହିଲି ନାଇଁ ସାର୍, ସେସବୁ କିଛି କରନ୍ତୁନି। ଆପଣଙ୍କ ପାଖକୁ ମୁଁ ଭରସାରେ ଆସିଛି, ଆପଣ ଏହାର ଫାଇଦା ଉଠାନ୍ତୁନି ପ୍ଲିଜ୍। ସେ ତୁରନ୍ତ ମୋ ପାଟିକୁ ତାଙ୍କର ଗୋଟେ ହାତରେ ବୁଜି ଦେଇ ଆଉ ଗୋଟିଏ ହାତକୁ ମୋ ଚଡ଼ି ଭିତରେ ପୁରାଇ ଦେଇ ସେଣ୍ଟରରେ ଆଙ୍ଗୁଳି ରଖିଦେଲେ। ଆଉ ମୋ ଦୁଧକୁ ତାଙ୍କ ପାଟିରେ ପୁରାଇ ଦେଇ ଚୁଷିବାକୁ ଲାଗିଲେ। ମୋ ଦେହ ଆହୁରି ଜୋରରେ ଶିହରି ଉଠିଲା। ମୁଁ ପାଣି ଛାଡ଼ିବା ଆରମ୍ଭ କଲି। ମୋ ଚଡ଼ି ଆଉ ତାଙ୍କ ହାତ ଓଦା ହୋଇଗଲା। ସେ ଆଉ ଡେରି ନକରି ମୋତେ ପୁରା ନଙ୍ଗଳା କରିଦେଲେ।
ଆଉ ମୋ ଉପରେ ଚଢିଗଲେ। ମୁଁ ବହୁତ ଗରମ ହୋଇଯାଇଥିଲି। ସେ କାମ କରିବା ଆରମ୍ଭ କରିଦେଲେ। ଓହ କି ମଜା! ଟିକେ ଟିକେ କଷ୍ଟ ହେଉଥାଏ କିନ୍ତୁ ମଜା ବହୁତ ଆସୁଥାଏ। ଏ ଅନୁଭବ ମୋ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା। ୟା ଭିତରେ ଏତେ ମଜା ରହିଛି ମୁଁ କେବେ କଳ୍ପନା କରିନଥିଲି। ହଠାତ୍ ତାଙ୍କ ପିଷ୍ଟନର ଗତି ବଢିବାକୁ ଲାଗିଲା। ମୋ ତଳଭାଗ ପାଣିରେ ଭରିଗଲା। ସେଠାରୁ ପଚ ପଚ ଆବାଜ ହେଉଥିଲା। ସେ ଆହୁରି ଗରମ ହୋଇଯାଇ ମତେ ଜୋରରେ ଜାବୁଡ଼ି ଧରି ତାଙ୍କର ଗତି ଆହୁରି ଜୋରରେ ବଢାଇଦେଲେ। କିଛି ସମୟ ମଧ୍ୟରେ ଆମେ ଥଣ୍ଡା ପଡିଗଲୁ। ସେ ମତେ ମୋ ଡ୍ରେସ୍ ପିନ୍ଧିବାକୁ ଇସାରା କରି ନିଜେ ତାଙ୍କ ପ୍ୟାଣ୍ଟ ପିନ୍ଧିବାକୁ ଲାଗିଲେ। ଥଣ୍ଡା ହେବା ପରେ ମୁଁ ହୋସକୁ ଆସିଗଲି। କିଛି ସମୟ ମଧ୍ୟରେ କଣ ଏସବୁ ଘଟିଗଲା ଭାବି ମୁଁ କାନ୍ଦିବାକୁ ଲାଗିଲି। ସେ ମତେ ବୁଝାଇ ଚୁପ କରିଦେଲେ। ତାପରେ ମତେ ଗୋଟିଏ ପ୍ରେସ୍କ୍ରିପସନ ଆଉ କିଛି ମେଡିସିନ ଦେଲେ। କହିଲେ ଏହାକୁ ଖାଇନବ। ରାତି ଭିତରେ ତମ କଷ୍ଟ ଦୂର ହୋଇଯିବ। ତାପରେ ମୁଁ ବାହାରକୁ ଆସିଲି। ନିତୁ ମତେ ଅପେକ୍ଷା କରିଥିଲା। କହିଲା ଏତେ ଲେଟ୍ କଣ ପାଇଁ ହେଲା? ମୁଁ କିଛି କହିବା ଅବସ୍ଥାରେ ନଥିଲି। ଆମେ ସେଠାରୁ ପଳେଇ ଆସିଲୁ। ମୁଁ ଠିକରେ ଚାଲି ପାରୁନଥିଲି। ବହୁତ କଷ୍ଟରେ ଘରକୁ ଆସିଲି। ଘରେ ଆସି ଦେଖିଲି ଡାକ୍ତର ତା ପାଇଁ ବି ମେଡିସିନ ଦେଇଛନ୍ତି। 2 ଦିନ ପର୍ଯ୍ୟନ୍ତ ସେ କଷ୍ଟ ରହିଲା। ହେଲେ ସେଦିନର ଅନୁଭବ ମୋ ଜୀବନରେ ସବୁଦିନ ପର୍ଯ୍ୟନ୍ତ ଏକ ସ୍ମୃତି ହୋଇ ରହିଗଲା। हेलो फ्रेंड्स, वीडियो अगर थोड़ी सी भी अच्छी लगी है तो वीडियो को लाइक शेयर सब्सक्राइब कीजिए।